ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଛକରେ ପ୍ରଶାସନ ତରଫରୁ ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦକୁ ପ୍ରତିହତ କରିବା ପାଇଁ ବିବାଦୀୟ ଜମି ଉପରେ 144 ଧାରା ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସର 17 ତାରିଖ ସୋମବାର ଦିନ ଧରାକୋଟ ଏବଂ ଆଖପାଖ ଗାଁର ମୁସଲମାନ ସମ୍ପ୍ରଦାୟର ଲୋକେ ଇଦ୍ ଉଲ୍ ଫିତର ପାଳନ କରିବା ଅବସରରେ ଧରାକୋଟ ପଞ୍ଚାୟତ ଅନ୍ତର୍ଗତ ତାଳପାଟଣା ଛକ ପାର୍ଶ୍ୱରେ ଏକ ସ୍ଥାନରେ ପ୍ରାର୍ଥନା କରିଥିଲେ, ଯାହାକୁ ହିନ୍ଦୁ ସମ୍ପ୍ରଦାୟର ଲୋକେ ବିରୋଧ କରିବାରୁ ଏକ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ଖବର ପାଇ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ ମହାପାତ୍ର ଓ ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଏହାର ପରବର୍ତ୍ତୀ ଦିନ ଥାନା ପରିସରରେ ଏଟିଓ ଗଣେଶ ଦଳେଇ, ଏସ୍ଡିପିଓ ସଞ୍ଜୟ ମହାପାତ୍ର ଓ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଉଭୟ ସମ୍ପ୍ରଦାୟର ଲୋକଙ୍କ ସହ ପୃଥକ ପୃଥକ ଆଲୋଚନା କରି ମତାମତ ସଂଗ୍ରହ କରିଥିଲେ। କାରଣ ସମ୍ପୃକ୍ତ ବିବାଦୀୟ ସ୍ଥାନରେ ଗତ 1985 ମସିହାରେ କବରସ୍ଥାନ ଚିହ୍ନଟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାରୁ ଏସ୍ଡିଜେଏମ୍ କୋର୍ଟ ଏହାର ବିଚାର କରି କବରସ୍ଥାନ ପାଇଁ 1 ଏକର ଜମି ଧରାକୋଟ କପିଳାସ ପାଇତାରୀର ଗୁଣ୍ଡିଚା ମନ୍ଦିର ପଛପଟରେ ଥିବା ସରକାରୀ ଜାଗା 5 ଏକର ଜମି ମଧ୍ୟରେ 1 ଏକର ଜମି ଜାଗା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ପରେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ଏଣୁ ଉଭୟ ସମ୍ପ୍ରଦାୟ ଭିନ୍ନ ଭିନ୍ନ ସ୍ଥାନରେ ଶବକୁ ସତ୍କାର ଓ କବର ଦେଇ ଆସୁଥିଲେ। ଦୀର୍ଘ 39 ବର୍ଷ ପରେ ମୁସଲମାନ ସାହିର ଲୋକମାନେ ପୁଣି ଥରେ ବିବାଦୀୟ ସ୍ଥାନରେ ପ୍ରାର୍ଥନା କରିବା ପାଇଁ ପହଞ୍ଚିବା ଯୋଗୁଁ ହିନ୍ଦୁ ସମ୍ପ୍ରଦାୟର ଲୋକେ ଏହାର ବିରୋଧ କରିଥିଲେ। ଏଣୁ ପରିସ୍ଥିତି ଉତ୍ତେଜନାପୂର୍ବକ ହେବା ପୂର୍ବରୁ ପ୍ରଶାସନ ତରଫରୁ ସଠିକ୍ ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରାଯାଇ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ବିବାଦୀୟ ସ୍ଥାନରେ ନାଲିବାନା ପୋତି 144 ଜାରି କରିଛନ୍ତି। ଏହାଫଳରେ ସମ୍ପୃକ୍ତ ବିବାଦୀୟ ସ୍ଥାନ ଉପରେ କେହି ମଧ୍ୟ ନିଜର ହକ୍ ଜାହିର କରିପାରିବେ ନାହିଁ। ପ୍ରଶାସନର ଏହି ପ୍ରଶଂସନୀୟ ପଦକ୍ଷେପ ଯୋଗୁଁ ଏକ ସାମ୍ପ୍ରଦାୟିକ ଉତ୍ତେଜନାକୁ ସଠିକ୍ ସମୟରେ ପ୍ରତିହତ କରାଯାଇପାରିଛି। ଗଞ୍ଜାମ ଜିଲ୍ଲା ଧରାକୋଟରୁ କାଳୁଚରଣ ମହାପାତ୍ରଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।